30 ବର୍ଷର ଡ୍ରାଇଭର କାମ କରୁଥିବା ଜଣେ ବ୍ୟକ୍ତି କରୋନାରେ ବଦଳି ଯାଇଛି ତାଙ୍କର କାର୍ଯ୍ୟଧାରା। ନିଜର କାର୍ଯ୍ୟଧାରା ଚେଞ୍ଜ କରି ସେ ଆରମ୍ଭ କରିଛନ୍ତି ଛତୁ ଚାଷ। ବର୍ତ୍ତମାନ ଛତୁ ଗୋଟେ ଲାଭଦାୟକ ଚାଷ। ସାଧାରଣତଃ ଆମେ ଖାଦ୍ୟ କୌଣସି ଭୋଜି ଭାତ କଲେ ସାଧା ଉପରେ ଆରମ୍ଭ କରିବାକୁ ଗଲେ ଛତୁ ନିର୍ଭର କରିଥାଏ। ଆମ ପାଖରେ ଅଛନ୍ତି ସେଭଳି ଏକ ପ୍ରତିଭାବାନ ବ୍ୟକ୍ତି ଧର୍ମଶାଳା ଅଞ୍ଚଳର ହଳଦିଆପଦା ଗ୍ରାମରେ। ଆସନ୍ତୁ ପଚାରି ବୁଝିବା କ'ଣ ସେ କେମିତି କିପରି ଭାବରେ ତାଙ୍କ ମନକୁ ଆସିଲା ଛତୁ ଚାଷ କରିବା। ଛତୁ ଚାଷ କରି ସେ କ'ଣ କରିଛନ୍ତି, କ'ଣ ଉନ୍ନତି କରିଛନ୍ତି, ଆମେ ଆସି ପହଞ୍ଚିଛୁ। ଅକ୍ଷୟ କୁମାର ମଲ୍ଲିକ, 30 ବର୍ଷ ହେଲା ଗାଡ଼ି ଚଲାଉଥିଲି। ସଟ୍ଡାଉନ୍ ଲକଡାଉନ୍ କରୋନା ହେଇଗଲା, ପରିବାର ଚଳାଇବା କଷ୍ଟ ହେଲା। ମୋର ଜଣେ ବନ୍ଧୁ, ତାଙ୍କ ଘର ହେଉଛି ଜଗତସିଂହପୁର, ଗୋପାଳ ମହାରଣା। ସେ ଜଣେ ଛତୁ ଚାଷର ଟ୍ରେନର। ସେ ମୋତେ ପରାମର୍ଶ ଦେଲେ ଯେ ତୁ ଛତୁ ଚାଷ କର, ନିଶ୍ଚିତ ବେନିଫିଟ୍ ହେବୁ। ମୁଁ ତାଙ୍କ କଥା ମାନି ସର୍ବପ୍ରଥମେ ଯୋଡ଼ିଏ ବେଡ଼୍ ଆରମ୍ଭ କରିଥିଲି। ଯୋଡ଼ିଏ ବେଡ଼୍ରୁ ଆରମ୍ଭ କରି ଟଙ୍କା 300 ରୋଜଗାର କରିଥିଲି। ତାପରେ ମୋର ମନରେ ଉତ୍ସାହିତ ହେଲା ଯେ ଛତୁ ଚାଷ କରି ମୁଁ ବେନିଫିଟ୍ ହେବି। ତାପରେ 50,000 ଲୋନ୍ କରି ଆଉ ମୁଁ ଛତୁ ଚାଷ ପ୍ରଥମ ଆରମ୍ଭ କଲି। ଆରମ୍ଭ କଲା ପରେ ମୁଁ ମାସକୁ 30,000ରୁ 40,000 ଟଙ୍କା ରୋଜଗାର ବି କଲି। ଯାହାହେଲେ ଦୁଃଖେ କଷ୍ଟେ ପରିବାର ମେଣ୍ଟେନାନ୍ସ କରିବି ହେଉଛି। ବର୍ତ୍ତମାନ ମୋର 3 ଜଣ ପିଲା ଅଛନ୍ତି। ମୁଁ ବି ତାଙ୍କ ସାଙ୍ଗରେ ରହୁଛି ଆଉ କାମ ଚାଲିଛି। ମାର୍କେଟରେ ଆମେ ବାରବାଟୀ ମାର୍କେଟ ଦେଉଛୁ। ଏଠି ଜାରକା ମାର୍କେଟରେ, ଲୋକାଲ ମାର୍କେଟରେ ଦେଉଛୁ। ଡେଲି ଆମର 30-35 କିଲୋ ଛତୁ ବେପାରୀ ନେଉଛନ୍ତି। କିପରି ଭାବରେ ଛତୁ କରୁଛନ୍ତି କହିବେ? ବର୍ତ୍ତମାନ ଛତୁ ଆମର ଏଠି 2 ପ୍ରକାର ଛତୁ ହେଉଛି। ଗୋଟିଏ ଡିଙ୍ଗିରି ଛତୁ ହେଉଛି, ଗୋଟେ ପାଳ ଛତୁ ହେଉଛି। ମାନେ ବର୍ଷକୁ 3.5 ଲକ୍ଷ ଟଙ୍କା ରୋଜଗାର ଅଛି। କେତେ ଜାଗାରେ କରୁଛନ୍ତି ଆପଣ? ବର୍ତ୍ତମାନ ଜାଗା ଆମର ଏଠି ଖାଲି ଗୁଣ୍ଠେ 1.5 ଗୁଣ୍ଠ ଭିତରେ ଜାଗା ହେଲେ, ଗୁଣ୍ଠେ ଜାଗା ହେଲେ ବି ଜଣେ କରିପାରିବ ଛତୁ ଚାଷ। ସାଧାରଣତଃ ଯଦି ଛୋଟ ଗାଁରେ ଲୋକ ବି ଚାଷ କରିବାକୁ ଚାହିଁବେ, ସେମାନେ 5-10ଟା ବେଡ଼୍ ପକାଇଲେ ବି ଟଙ୍କା 500 ରୋଜଗାର କରିପାରିବେ। ଯୁବ ସମାଜକୁ ଆମେ କହୁଛୁ ଯେ ସେମାନେ ଛତୁ ଚାଷ କରି ବେନିଫିଟ୍ ହୁଅନ୍ତୁ। ଛତୁ ଚାଷ ଗୋଟେ ଏଭଳି ଚାଷ ଯେ ଆମେ ସାଧାରଣତଃ ଧାନ ଫସଲ କଲେ 3 ମାସ, ବାଦାମ କଲେ ବି 3 ମାସ, ଯେକୌଣସି ଫସଲ କାକୁଡ଼ି, ବାଇଗଣ ଯାହା ବି ଲଗାଇବା 3 ମାସ। ଛତୁ ଚାଷ ଏଭଳି ଗୋଟେ ଚାଷ, ଆମେ ଯେତିକି ପଇସା ଇନଭେଷ୍ଟ କରିଥିବା ତା'ର 12 ଦିନରେ 13 ଦିନରେ ଆମେ ରିଟର୍ଣ୍ଣ ପାଇବା। ସରକାର କିଛି ସେମିତି ଦେଉନାହାନ୍ତି। ସରକାର ଯଦି କିଛି ଆମକୁ ସାହାଯ୍ୟ କରନ୍ତେ, ଆମେ ଆହୁରି ଡେଭଲପ୍ କରନ୍ତୁ। ସରକାର ଆବେଦନ କଲେ ବି କିନ୍ତୁ ସରକାର ବର୍ତ୍ତମାନ ଛତୁ ଚାଷକୁ ଚାଷର ମାନ୍ୟତା ଦେଉନାହାନ୍ତି। ଆମର ବହୁତ ମିଟିଂ ହେଉଛି ଭୁବନେଶ୍ୱରରେ, କିନ୍ତୁ ସରକାର ଛତୁ ଚାଷକୁ ଚାଷର ମାନ୍ୟତା ଦେଉନାହାନ୍ତି। ତା ପାଇଁ ଆମେ ବହୁତ ଆପ୍ଲାଏ କରାହେଉଛି, ଗଭର୍ଣ୍ଣମେଣ୍ଟକୁ କୁହାଯାଉଛି, ସମସ୍ତଙ୍କୁ ବି କୁହାଯାଉଛି। ଚାଷ ପାଇଁ ସର୍ବମୂଳ ଛଣ ଦରକାର, ଚୋକଡ଼ ଦରକାର, ମଞ୍ଜି ଦରକାର, ବେସନ ଦରକାର, ଏସବୁ ଦରକାର। ଆଉ ମଞ୍ଜି ଏଠି ଆମେ ଆଗେ ମଞ୍ଜି ଭୁବନେଶ୍ୱର, ପିପିଲି ଏସବୁ ମଞ୍ଜି ମଗାଉଥିଲୁ। ବର୍ତ୍ତମାନ ଆମର ଯୋଡ଼ିଏ ୟୁନିଟ୍ ହେଇଛି ଏଇଠି ପାଖରେ। ଯଦି ସେ ସରକାରଙ୍କୁ ନିବେଦନ କରିଛନ୍ତି, ଯଦି ସରକାର ତାଙ୍କୁ କିଛି ସାହାଯ୍ୟ କରିପାରନ୍ତେ, ତାହେଲେ ସେ ନିଜେ ସ୍ୱାବଲମ୍ବୀ ହେବା ସହ ଅନେକ ପରିବାରଙ୍କର ଭରଣ ପୋଷଣ ହୋଇପାରନ୍ତା। ଯାଜପୁର ଧର୍ମଶାଳାରୁ ପ୍ରମୋଦ ରାଉତଙ୍କ ରିପୋର୍ଟ, MBC TV।